ସାଇକୋଲୋଜି କହିଥାଏ ମହିଳାମାନେ ଏହା ଚାହିଁଥାନ୍ତି କି ପୁରୁଷମାନେ ଗେହୁଥିବା ସମୟରେ ତାଙ୍କ ଜିଭ ଓ ଆଙ୍ଗୁଳିକୁ ବ୍ୟବହାର କରି ଜରୁରୀ ଉତ୍ତେଜନା ସୃଷ୍ଟି କରନ୍ତୁ ବୋଲି, ଯାହା ସେମାନଙ୍କୁ ଚରମ ସୁଖ ପ୍ରାପ୍ତି ହେବାର ଅନୁଭବ କରାଇପାରିବ। ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଆ ରଙ୍ଗୀନ ଦୁନିଆ ଚ୍ୟାନେଲରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଏମିତି ଏକ ଭିଡ଼ିଓ ଯାହା ଆପଣମାନେ ଜାଣିନଥିବେ। ଯଦି ଦେଖିଥିବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାଇବେ। ଏବେ ଚାଲନ୍ତୁ ଫ୍ରେଣ୍ଡସ୍, ବିଳମ୍ବ ନକରି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। 35, 45 ଓ 50 ବର୍ଷର ବୁଢ଼ୀ ମହିଳା ଘିଆ ଖାଉଥିବା ସମୟରେ ନିଜ ଦୁଧର ମୁଣ୍ଡିକୁ ନିଜେ ଚୁଚୁମିଥାଏ କାହିଁକି? ଏହାର ଉତ୍ତର ହେଉଛି ନିଜର ଉତ୍ତେଜନା ବଢ଼ାଇବା ସହିତ ପୁଅମାନଙ୍କୁ ଦେଖାଇ ତାଙ୍କୁ ଉତ୍ତେଜିତ କରିବା ଉଦ୍ଦେଶ୍ୟରେ ଏମିତି କରିଥାନ୍ତି। କେଉଁଭଳି ଝିଅମାନଙ୍କୁ ଘେଉଥିବା ସମୟରେ ତାଙ୍କ ବିଆରେ ସର୍ବପ୍ରଥମେ ଆଙ୍ଗୁଳି ପୂରେଇବାକୁ ପଡ଼ିଥାଏ? ଏହାର ଉତ୍ତର ହେଉଛି ଯେଉଁ ଝିଅମାନଙ୍କ ବିଆ ଉପରେ ଅଧିକ ବାଳ ଥାଏ। କେଉଁଭଳି ଭାବରେ ସମ୍ଭୋଗ କରିବା ଦ୍ୱାରା ଝିଅମାନଙ୍କୁ ମା ବନିବାର ଅସୁବିଧା ହୋଇଥାଏ? ଏହାର ଉତ୍ତର ହେଉଛି ସମ୍ଭୋଗ କରିବା ସମୟରେ ବାରମ୍ବାର ଗର୍ଭାଶୟ ଉପରେ ଝଟକା ଲାଗିଲେ। ପୁରୁଷମାନଙ୍କର ବାଣ୍ଡ କେଉଁ ଅବସ୍ଥାରେ ପୂରାପୂରି ଢିଲା ହୋଇଯାଇଥାଏ? ଏହାର ଉତ୍ତର ହେଉଛି ବୃଦ୍ଧ ଅବସ୍ଥାରେ ଢିଲା ହୋଇଯାଇଥାଏ। ସାଇକୋଲୋଜି କହିଥାଏ ଯେଉଁ ପୁରୁଷ ମୁଣ୍ଡରେ ବାଳ ନଥାଏ ବା ଯେଉଁ ପୁରୁଷ ଚନ୍ଦା ହୋଇଥାନ୍ତି, ମହିଳାମାନେ ତାଙ୍କ ଆଡ଼କୁ ଅଧିକ ଆକର୍ଷିତ ହୋଇଥାନ୍ତି, କାରଣ ତାଙ୍କୁ ଲାଗିଥାଏ କି ଏହିଭଳି ପୁରୁଷମାନେ ଅଧିକ ଶକ୍ତିଶାଳୀ, ପ୍ରଭାବୀ ଓ ସୁରକ୍ଷାତ୍ମକ ହୋଇଥାନ୍ତି। ସାଇକୋଲୋଜି କହିଥାଏ ପୁରୁଷମାନେ ମହିଳାମାନଙ୍କ ତୁଳନାରେ ଅଧିକ ସେକ୍ସ ପ୍ରତି ଆକର୍ଷିତ ହୋଇଥାନ୍ତି। ବୋଧେ ଏହି କାରଣ ପାଇଁ ପୁରୁଷମାନଙ୍କ ଭିତରେ ସେକ୍ସର ଭୋକ ସବୁଠାରୁ ଅଧିକ ଥାଏ। ସାଇକୋଲୋଜି କହିଥାଏ ପୁରୁଷମାନେ ତୁଳନାକୁ ବିଲକୁଲ ବି ପସନ୍ଦ କରନ୍ତି ନାହିଁ। ସେମାନେ ଏହାକୁ ଘୃଣା କରିଥାନ୍ତି ଯେତେବେଳେ କୌଣସି ମହିଳା ତାଙ୍କ ତୁଳନା ଆଉ କେଉଁ ପୁରୁଷ ସହିତ କରିଥାନ୍ତି।